ଯେଉଁ ପିଲାମାନେ ଗୌତମ ବୁଦ୍ଧଙ୍କର ଜୀବନୀ ଭିଡ଼ିଓଟି ଦେଖି ନାହାନ୍ତି, ତା ସହିତ ଯେଉଁ ପିଲାମାନେ ଗୌତମ ବୁଦ୍ଧଙ୍କ ନୀତିବାଣୀ ଭିଡ଼ିଓଟି ଦେଖି ନାହାନ୍ତି, ଏହି ୟୁଟ୍ୟୁବ୍ ଚ୍ୟାନେଲର ପ୍ଲେଲିଷ୍ଟରେ ସେ ଭିଡ଼ିଓଟି ଅଛି, ଯାଇକି ପ୍ରଥମେ ଦେଖିଦେବେ। ତାପରେ ଆସିକି এই ଭିଡ଼ିଓଟି ଦେଖିବେ, ଯଦ୍ୱାରା ସେମାନେ ଆଜିର ଏହି ଟପିକରେ ଆମେ ଯାହା ଆଲୋଚନା କରିବା ତାକୁ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ, ବୁଝିପାରିବେ ଏବଂ ପରୀକ୍ଷାରେ ଯଦି ପ୍ରଶ୍ନ ଆସେ ଏହି ଟପିକରୁ ତାହେଲେ ତାର ଉତ୍ତରଟି ପରୀକ୍ଷାରେ ବହୁତ ସୁନ୍ଦର ଭାବରେ ଲେଖିପାରିବେ। ତ ପିଲାମାନେ ଆଜିର ଆମର ବିଷୟବସ୍ତୁଟି ହେଉଛି ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତି ଉପରେ ପ୍ରଭାବ। ପିଲାମାନେ ଚାଲ ଆଜି ଆମେ ଜାଣିବା ବୌଦ୍ଧ ଧର୍ମର କ'ଣ କ'ଣ ଭାରତୀୟ ସଂସ୍କୃତି ଉପରେ ପ୍ରଭାବ ପଡ଼ିଥିଲା, ଜାଣିବା, ବୁଝିବା ଏବଂ ପରୀକ୍ଷାରେ ଯଦି ପ୍ରଶ୍ନ ଆସେ ବହୁତ ସୁନ୍ଦର ଭାବରେ ଲେଖିବା। ଯଦି ପିଲାମାନେ ତୁମର ପରୀକ୍ଷାରେ ଏଇଠୁ ପ୍ରଶ୍ନ ଆସିବ ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତି ଉପରେ ପ୍ରଭାବ, ତାହେଲେ ତୁମର ପରୀକ୍ଷାରେ ଲଙ୍ଗ କ୍ୱେଶ୍ଚନ୍ ହିଁ ଆସିବ। ଆଉ ଏଇ ଲଙ୍ଗ କ୍ୱେଶ୍ଚନ୍ଟି 8 ମାର୍କର ଥିବ ପିଲାମାନେ। ବୌଦ୍ଧ ଧର୍ମର ପ୍ରଥମ ଭାରତୀୟ ସଂସ୍କୃତି ଉପରେ ପ୍ରଭାବଟି ହେଉଛି ଲୋକପ୍ରିୟତା। ବୌଦ୍ଧ ଧର୍ମ ଲୋକପ୍ରିୟତା ବଢ଼ି ଯାଇଥିଲା ଭାରତରେ। ତାର ପ୍ରଥମ କାରଣଟି ହେଲା ଯେ ବୌଦ୍ଧ ଧର୍ମର ନିୟମ ଗୁଡ଼ିକ ବହୁତ ସରଳ ଥିଲା। ବୌଦ୍ଧ ଧର୍ମର ନିୟମ ଗୁଡ଼ିକ ସୁବୋଧ୍ୟ ବା ଶ୍ରୁତିମଧୁର ବା ଶୁଣିବାକୁ ବହୁତ ସୁନ୍ଦର ଲାଗୁଥିଲା। ତା ସହିତ ବୌଦ୍ଧ ଧର୍ମ ବହୁତ ଲୋକପ୍ରିୟ ଧର୍ମ ଥିଲା ସେ ସମୟରେ। ତେଣୁକରି ଏହି ବୌଦ୍ଧ ଧର୍ମର ଲୋକପ୍ରିୟତା ଭାରତୀୟ ସମାଜ ଉପରେ ବଢ଼ି ଚାଲିଥିଲା। ବୌଦ୍ଧ ଧର୍ମ ସେହି ସମୟରେ ଯେଉଁ ଜଟିଳ ଧର୍ମ ଥିଲା, ତା ସହିତ ଯେଉଁ ବୈଦିକ ଯୁଗର ବିଭିନ୍ନ କର୍ମକାଣ୍ଡ ଗୁଡ଼ିକ ଥିଲା, ସେ କର୍ମକାଣ୍ଡକୁ ବିରୋଧ କରୁଥିଲା। ତେଣୁକରି ବୌଦ୍ଧ ଧର୍ମର ଲୋକପ୍ରିୟତା ବଢ଼ି ବଢ଼ି ଚାଲିଥିଲା ଏବଂ ଗୌତମ ବୁଦ୍ଧଙ୍କର ଯେଉଁ ନୀତିବାଣୀ ଥିଲା, ସେହି ନୀତିବାଣୀଟି ବହୁତ ସରଳ ଥିଲା। ତେଣୁକରି ବୌଦ୍ଧ ଧର୍ମ ଭାରତରେ ସମସ୍ତଙ୍କର ଲୋକପ୍ରିୟ ହୋଇପାରିଥିଲା। ଏହା ହିଁ ଥିଲା ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତି ଉପରେ ପ୍ରଥମ ପ୍ରଭାବ। ବୌଦ୍ଧ ଧର୍ମର ଦ୍ୱିତୀୟ ଭାରତୀୟ ସଂସ୍କୃତି ଉପରେ ପ୍ରଭାବଟି ଥିଲା ସଦାଚାର ଶିକ୍ଷା। ବୌଦ୍ଧ ଧର୍ମ ଭାରତୀୟମାନଙ୍କୁ ଅନେକ ଗୁଡ଼ିଏ ସଦାଚାରର ଶିକ୍ଷା ଦେଇଥିଲା, ଯେମିତିକି ଅହିଂସା, ଲୋକମାନଙ୍କୁ ହିଂସା ନ ହେବା ପାଇଁ ପ୍ରେରଣା ଦେଇଥିଲା। ସତ୍ୟ, ଲୋକମାନଙ୍କୁ ସବୁବେଳେ ସତ୍ୟ କହିବା ପାଇଁ ମଧ୍ୟ ପ୍ରେରଣା ଯୋଗାଇଥିଲା। ତା ସହିତ ଲୋକମାନଙ୍କ ମନରେ କରୁଣାର ଭାବ ତିଆରି କରିପାରିଥିଲା। କରୁଣା କହିଲେ ପିଲାମାନେ ଅନ୍ୟମାନଙ୍କ ପ୍ରତି ଦୟା ଦେଖାଇବା, ତା ସହିତ ମୈତ୍ରୀର ମଧ୍ୟ ସଦାଚାର ଶିକ୍ଷା ଦେଖାଇଥିଲା। ମୈତ୍ରୀ କହିଲେ ପିଲାମାନେ ସମସ୍ତଙ୍କ ମନରେ ଭାଇଚାରା ସୃଷ୍ଟି କରିବା। ଏହି ସଦାଚାର ଶିକ୍ଷା ଗୁଡ଼ିକ ଭାରତୀୟ ସମାଜରେ ପ୍ରଭାବ ପଡ଼ିଥିଲା ଏବଂ ଏହି ସଦାଚାର ଶିକ୍ଷା ଗୁଡ଼ିକ ଶିଖିକି ମଣିଷରେ ଅନେକ ଗୁଡ଼ିଏ ସଦ୍ଗୁଣ ତିଆରି ହୋଇଥିଲା ଏବଂ ମଣିଷ ଏହି ସଦାଚାର ଶିକ୍ଷା ଗ୍ରହଣ କରିଥିବା ଦ୍ୱାରା ମଣିଷର ଉତ୍ତମ ଚରିତ୍ର ଗଠିତ ହୋଇଥିଲା ଏବଂ ଏହା ହିଁ ଥିଲା ବୌଦ୍ଧ ଧର୍ମର ଆହୁରି ଏକ ପ୍ରଭାବ, ଯାହାକି ଭାରତୀୟ ସମାଜରେ ସଦାଚାର ଶିକ୍ଷାର ପ୍ରେରଣା ଦେଇଥିଲା ଏବଂ ସେହି ସଦାଚାର ଶିକ୍ଷା ସମାଜରେ ଭାରତୀୟ ସମାଜରେ ଉତ୍ତମ ଚରିତ୍ର ଗଠନ କରିପାରିଥିଲା। ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତି ଉପରେ ପରବର୍ତ୍ତୀ ପ୍ରଭାବଟି ହେଲା ଜାତି ପ୍ରଥାର ବିରୋଧ। ଗୌତମ ବୁଦ୍ଧ ବୌଦ୍ଧ ଧର୍ମ ମାଧ୍ୟମରେ ସେ ଜାତି ପ୍ରଥାକୁ ବିରୋଧ କରୁଥିଲେ। ସମାଜରେ ଯେଉଁ ବର୍ଣ୍ଣ ବୈଷମ୍ୟ ନୀତି ଥିଲା, ସେ ବର୍ଣ୍ଣ ବୈଷମ୍ୟକୁ ମଧ୍ୟ ବିରୋଧ କରୁଥିଲେ। ବ୍ରାହ୍ମଣ ଠାରୁ ଶୂଦ୍ର ପର୍ଯ୍ୟନ୍ତ ସେ କହୁଥିଲେ ସମସ୍ତେ ସମାନ ବୋଲିକି। ବୌଦ୍ଧ ଧର୍ମ ମାଧ୍ୟମରେ ଜାତି ପ୍ରଥାକୁ ବିରୋଧ କରିବା ଦ୍ୱାରା ସମାଜରେ ଜାତି ପ୍ରଥାକୁ ମଧ୍ୟ ବିଭିନ୍ନ ବର୍ଗର ଲୋକମାନେ ଧୀରେ ଧୀରେ ବିରୋଧ କରିବାକୁ ଲାଗିଲେ। ସମାଜରେ ଯେଉଁ ବର୍ଣ୍ଣ ବୈଷମ୍ୟ ନୀତିକୁ ନେଇକି ଲୋକମାନଙ୍କ ମଧ୍ୟରେ ଭେଦଭାବ ଥିଲା, ସେ ବର୍ଣ୍ଣ ବୈଷମ୍ୟ ନୀତିକୁ ମଧ୍ୟ ସମାଜର ଲୋକମାନେ ଗ୍ରହଣ କରିକି ତାକୁ ମଧ୍ୟ ବିରୋଧ କଲେ ଏବଂ ସମାଜରେ ତିଆରି ହେଲା ଗୋଟେ ସମାନତାର ପରିବେଶ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଜାତି ପ୍ରଥାର ଫଟୋ ଚିତ୍ର, ଯାହାକି ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀର ଜାତି ପ୍ରଥା ବା ତା ପୂର୍ବରେ ଭାରତୀୟ ସମାଜରେ ପ୍ରଚଳିତ ଥିବା ଜାତି ପ୍ରଥାର ଫଟୋ ଚିତ୍ର। ସମାଜର ସବୁଠୁ ଉଚ୍ଚ ବର୍ଗରେ ବା ସବୁଠୁ ଉପରେ ଥିଲେ ବ୍ରାହ୍ମଣମାନେ, ତାଙ୍କ ତଳେ ଥିଲେ କ୍ଷତ୍ରିୟମାନେ, ତାଙ୍କ ପରେ ଥିଲେ ବୈଶ୍ୟମାନେ ଏବଂ ତାଙ୍କର ତଳେ ବା ସବୁଠୁ ନିମ୍ନ ବର୍ଗରେ ଥିଲେ ଶୂଦ୍ରମାନେ। ଶୂଦ୍ରମାନେ ଏହି ଉପରେ ଯେଉଁ 3ଟି ବର୍ଗର ଲୋକମାନେ ଅଛନ୍ତି, ତାଙ୍କୁ ସବୁବେଳେ ବିଭିନ୍ନ ପ୍ରକାର କାର୍ଯ୍ୟରେ ସହାୟତା କରୁଥିଲେ। ଶୂଦ୍ରମାନଙ୍କର ଅବସ୍ଥା ବହୁତ ନିମ୍ନ ଧରଣର
थिला आ एहा ही थिला भारतीय समाज रे जाति प्रथा ब्राह्मण क्षत्रिय वैश्य एवं शूद्र एवं एही जाति प्रथा को विरोध करथिले गौतम बुद्ध तांकर धर्म बौद्ध धर्म माध्यम रे एवं समाज रे आनी पारिथिले समानतार परिवेश। बौद्ध धर्मर भारतीय संस्कृति उपरे परवर्ती प्रभावटी हेउची हिंदू धर्म उपरे प्रभाव जे बौद्ध धर्म हिंदू धर्म उपरे मध्य प्रभाव पकेइची। हिंदू धर्म उपरे कौन प्रभाव पकेइची देख पिला माने बौद्ध धर्म रे प्रथम करिकी मूर्ति पूजार आरंभ करागला एवं सही मूर्ति पूजार प्रभाव पड़िथिला हिंदू धर्म रे। वर्तमान आमे हिंदू धर्म रे अनेक गुड़िए मूर्तिर पूजा करिथाउ विभिन्न देवादेवी मानकर मूर्ति पूजा करते एवं सही देवादेवींकर जो आमे मूर्ति पूजा करिथाउ सही प्रभावटी कोठू आसीची पिला माने एई बौद्ध धर्म रु ही आसीची। तापरे आमे जो विभिन्न प्रकार देवादेवी को जेते बेले पूजा करूछु विभिन्न प्रकार उपासना पद्धति माध्यम आमे सही देवादेवी को पूजा करिथाउ एवं सही उपासना पद्धतिर मध्य प्रभाव पड़िची सही हिंदू धर्म उपरे एवं सही उपासना पद्धतिटी आसीतिला बौद्ध धर्म रु ही आसीतिला। तो एठू आमे जानिबा को पाइले हिंदू धर्म उपरे मध्य बौद्ध धर्मर प्रभाव पड़िची। कौन प्रभाव पड़िची मूर्ति पूजार प्रथम करके व्यवहार करागला हिंदू धर्म रे बौद्ध धर्म रु ग्रहण करा जायकी एवं विभिन्न जो उपासना पद्धति मध्य अछि विभिन्न देवादेवी मानक पई सही उपासना पद्धतिर मध्य प्रभाव हिंदू धर्म उपरे पड़िची और सही उपासना पद्धति मध्य बौद्ध धर्म रु ग्रहण करा जायची। फोटो चित्रटी देखुछ पिला माने एही फोटो चित्रटी हेउची हिंदू धर्मर एक प्रतीक एवं एही फोटो चित्रटी हेउची भारतीय माने तांकर हिंदू धर्म रे व्यवहार करुतबा ओम र एक फोटो चित्र। धर्मर परवर्ती प्रभाव भारतीय संस्कृति उपर हेउची पिला माने मठ व्यवस्थार प्रचलन। बौद्ध धर्म रे मठ व्यवस्था प्रचलित थिला एवं सही मठ रे बौद्ध धर्म ग्रहण करथिबा लोक माने ही रहुतिले एवं से माने मठ रे रही कि बौद्ध धर्मर प्रचार प्रसार करथिले एवं सही मठ व्यवस्था हिंदू धर्म को प्रभावित करथिला। हिंदू धर्मर लोक माने सही बौद्ध धर्मर मठ व्यवस्था को ग्रहण करिकी मठ स्थापन करिकी हिंदू धर्मर मध्य प्रचार प्रसार करथिले। शंकराचार्य भारत रे 4टी मठ तैयारी करथिले 4टी राज्य रे भारतर उत्तराखंड रे ओडिशा रे गुजरात रे एवं कर्नाटक राज्य रे। एठी जो फोटो चित्रटी देखुछ पिला माने ए फोटो चित्रटी होची शंकराचार्यंकर ये भारत रे 4टी मठ तैयारी करथिले एवं सही मठ व्यवस्थाटी आसीथिला बौद्ध धर्म। परवर्ती बौद्ध धर्मर भारतीय संस्कृति उपरे प्रभाव हेउची भारतर समाज रे जो राजनीति थिला तार राजनीति उपरे मध्य बौद्ध धर्मर प्रभाव पड़िथिला। भारत रे से समय जो शासक माने थिले से शासक माने बौद्ध धर्म द्वारा प्रभावित होइथिले। जेमिति कि अशोक शासन करुथिले भारत रे तथा कलिंग रे। अशोकंक बौद्ध धर्म ग्रहण करिबा परे तांकर हृदय परिवर्तन हो जाइतिला। से राज्यजय बंद कर देथिले। से बुझी पारिथिले राज्यजय हेउची प्रकृत जय नुहे जनकर हृदय को जितिबाटा हेउची प्रकृत जय बोली तेणुकर से राज्यजय को बंद कर देथिले। से सबुदिन पई युद्ध को परिहार कर देथिले। से आउ केबे भी कोनोसी युद्ध रे अंशग्रहण करिले नाही। अशोकंकर एकमात्र युद्ध थिला कलिंग युद्ध। प्रथम एवं जीवन शेष युद्ध थिला कलिंग युद्ध। से तांकर सेनाबाहिनी को मध्य ह्रास कर देथिले जद्वारा अशोक मौर्य साम्राज्यर विलय घटिला। शुंग राजवंशर राजा पुष्यमित्र शुंग मौर्य वंश को आक्रमण कले एवं तार पतन घटेले। यह हिला राजनैतिक परिवर्तन बौद्ध धर्म द्वारा भारतीय समाज एवं संस्कृति रे। एठी जो फोटो चित्रटी देखुछ पिला माने एही फोटो चित्रटी होउची सम्राट अशोकंकर एवं सम्राट अशोक बौद्ध धर्म ग्रहण करथिले एवं बौद्ध धर्म ग्रहण कला परे तांकर जीवन रे राजनैतिक परिवर्तन आसीतिला। एमितिका राजनैतिक परिवर्तन आसीतिला जे परिशेष रे तांकर साम्राज्य मध्य विलय घटी जाइतिला। परवर्ती बौद्ध धर्मर भारतीय संस्कृति उपरे प्रभाव हैला भारतर शिक्षा को प्रभावित करथिला, भाषा साहित्य को प्रभावित करथिला, ता सहित भारतीय दर्शन उपरे बौद्ध धर्मर प्रभाव पड़िथिला। सही समय शिक्षा केन्द्र गुड़िक बौद्ध विहार थिला। भारत रे विश्वविद्यालय गुड़िक गढ़ी उठिथिला शिक्षा पाई
କେଉଁ ସ୍ଥାନରେ ଦେଖ ପିଲାମାନେ ତକ୍ଷଶିଳା, ନାଳନ୍ଦା, ବିକ୍ରମଶିଳା ଇତ୍ୟାଦି ଜାଗାରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଗଢ଼ି ଉଠିଥିଲା ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଏବଂ ସେହି ତକ୍ଷଶିଳା, ନାଳନ୍ଦା ଏବଂ ବିକ୍ରମଶିଳାକୁ ଭାରତ ଏବଂ ଭାରତ ବାହାରୁ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବାକୁ ଆସୁଥିଲେ। ବୌଦ୍ଧ ଧର୍ମର ଗ୍ରନ୍ଥ ଯେଉଁ ମୁଖ୍ୟ ଗ୍ରନ୍ଥ ଅଛି ପିଲାମାନେ ତାହାକୁ ତ୍ରିପିଟକ କୁହାଯାଇଥାଏ। ତ୍ରିପିଟକ କହିଲେ ପିଲାମାନେ ସୂତ ପିଟକ, ବିନୟ ପିଟକ ଏବଂ ଅଭିଧର୍ମ ପିଟକ। ଏହି ତିନୋଟି ପିଟକକୁ ତ୍ରିପିଟକ ବୋଲିକି କୁହାଯାଇଥାଏ ଏବଂ ଗୌତମ ବୁଦ୍ଧଙ୍କର ନୀତିବାଣୀ ସୂତ ପିଟକରେ ବର୍ଣ୍ଣନା କରାଯାଇଛି। ଏହି ବୌଦ୍ଧ ଧର୍ମଗ୍ରନ୍ଥ ଗୁଡ଼ିକ ପାଲି ଭାଷାରେ ହିଁ ରଚନା କରାଯାଇଛି, କିନ୍ତୁ ପିଲାମାନେ ଯେତେବେଳେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରାଯାଉଥିଲା ସେହି ବୌଦ୍ଧ ଧର୍ମକୁ ମାଗଧୀ ଭାଷାରେ ହିଁ ପ୍ରଚାର ପ୍ରସାର କରାଯାଉଥିଲା ଏବଂ ପରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ସଂସ୍କୃତ ଭାଷାରେ ମଧ୍ୟ କରାଯାଇଥିଲା। ପରବର୍ତ୍ତୀ ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତି ଉପରେ ପ୍ରଭାବ ଥିଲା ପିଲାମାନେ କଳା ଏବଂ ସ୍ଥାପତ୍ୟରେ। ଭାରତରେ ଅନେକ ଗୁଡ଼ିଏ ସ୍ତୂପ ନିର୍ମାଣ କରାଯାଇଥିଲା, ଯେମିତିକି ସାଞ୍ଚିଠାରେ, ଭାରତଠାରେ, ଅମରାବତୀଠାରେ ଏବଂ ନାଳନ୍ଦାଠାରେ। ସ୍ତୂପ କହିଲେ ପିଲାମାନେ ସ୍ତୂପ ଏକ ଡୋମ୍ ଭଳିଆ ଦେଖାଯାଉଥିବା ଗୋଟେ ଷ୍ଟ୍ରକ୍ଚର ଅଟେ। ଏଠି ଗୋଟେ ସ୍ତୂପର ଫଟୋଚିତ୍ର ଅଛି, ସାଞ୍ଚି ସ୍ତୂପର ଏହା ଫଟୋଚିତ୍ର ଅଟେ, ଯାହାକି ବିଶ୍ୱ ପ୍ରସିଦ୍ଧ ଅଟେ। ଓଡ଼ିଶାର ରତ୍ନଗିରି, ଉଦୟଗିରି, ଲଳିତଗିରିରେ ବୌଦ୍ଧ ଧର୍ମର କଳା ସ୍ଥାପତ୍ୟ ଦେଖିବାକୁ ମିଳେ। ପିଲାମାନେ ଏଠି ଯେଉଁ ଉଦୟଗିରି କହୁଛି ଏହା କଟକ ଜିଲ୍ଲାରେ ଅବସ୍ଥିତ ଏବଂ ରତ୍ନଗିରି ଏବଂ ଲଳିତଗିରି ଏହା ଯାଜପୁରରେ ଅବସ୍ଥିତ ଏବଂ ରତ୍ନଗିରି, ଉଦୟଗିରି ଏବଂ ଲଳିତଗିରିକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲିକି କୁହାଯାଇଥାଏ। ଗାନ୍ଧାର କଳା ଏବଂ ମଧୁରା କଳାରେ ମଧ୍ୟ ବୌଦ୍ଧ ମୂର୍ତ୍ତିମାନ ନିର୍ମାଣ କରାଯାଇଥିଲା। ମଧୁରା କଳାଟି ହେଲା ପିଲାମାନେ ଭାରତରେ ତିଆରି ହୋଇଥିବା କଳା, କିନ୍ତୁ ଗାନ୍ଧାର କଳା ହେଲା ଗ୍ରୀସ୍ ଏବଂ ଭାରତର ମିଶ୍ରଣ ଶୈଳୀରେ ତିଆରି କରାଯାଇଥିବା କଳା। ବୌଦ୍ଧ ଗୁମ୍ଫା ସ୍ଥାପତ୍ୟ ଗୁଡ଼ିକ ଆହୁରି ଦେଖିବାକୁ ମିଳିଥାଏ ମହାରାଷ୍ଟ୍ରରେ। ମହାରାଷ୍ଟ୍ରର କେଉଁ କେଉଁ ସ୍ଥାନରେ ଦେଖିବାକୁ ମିଳିଥାଏ? ମହାରାଷ୍ଟ୍ରର କହ୍ନେରୀ, କୋଣ୍ଡାନେ, କାର୍ଲେ, ନାସିକ, ଅଜନ୍ତା, ଏଲୋରା ଇତ୍ୟାଦି ସ୍ଥାନରେ ବୌଦ୍ଧ ଗୁମ୍ଫା ସ୍ଥାପତ୍ୟ ମଧ୍ୟ ଦେଖିବାକୁ ମିଳିଥାଏ। ଆଉ ଏହା ହିଁ ଥିଲା ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତି ଉପରେ କଳା ଏବଂ ସ୍ଥାପତ୍ୟରେ ପ୍ରଭାବ। ଏଠି ଯେଉଁ ଫଟୋଚିତ୍ର ଅଛି ପିଲାମାନେ ଦେଖିପାରୁଥିବ, ତଳେ ପ୍ରଥମ ଫଟୋଚିତ୍ରଟି ହେଉଛି ଲଳିତଗିରିର ଫଟୋଚିତ୍ର ଏବଂ ଲଳିତଗିରି ଅଛି କେଉଁଠି? ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ। ଦ୍ୱିତୀୟ ଫଟୋଚିତ୍ରଟି ଏଠି ଦେଖିପାରୁଥିବ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ରତ୍ନଗିରିର ଫଟୋଚିତ୍ର ଏବଂ ଏହି ରତ୍ନଗିରି ଯାଜପୁରରେ ହିଁ ଅବସ୍ଥିତ ଏବଂ ତୃତୀୟ ଫଟୋଚିତ୍ରଟି ହେଉଛି ଉଦୟଗିରିର ଏବଂ ଏହି ଉଦୟଗିରି କଟକଠାରେ ହିଁ ଅବସ୍ଥିତ ଏବଂ ଏହି ଲଳିତଗିରି, ରତ୍ନଗିରି ଏବଂ ଉଦୟଗିରିକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲିକି କୁହାଯାଇଥାଏ। ପରବର୍ତ୍ତୀ ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତି ଉପରେ ପ୍ରଭାବ ହେଲା ପିଲାମାନେ ବୌଦ୍ଧ ଧର୍ମ ବିଦେଶରେ ଭାରତୀୟ ସଂସ୍କୃତିର ଗୁଣଗାନ କରିଥାଏ। ବୌଦ୍ଧ ଧର୍ମର ପ୍ରସାର ହୋଇଥିଲା ପିଲାମାନେ ବିଦେଶରେ। କେଉଁ କେଉଁ ଦେଶରେ ଦେଖ ପିଲାମାନେ? ଜାପାନ, ଚୀନ, ତିବ୍ବତ, ବର୍ମା, ଜାଭା, ସୁମାତ୍ରା ଇତ୍ୟାଦି ଦେଶକୁ ବୌଦ୍ଧ ଧର୍ମ ପ୍ରସାରିତ ହୋଇଥିଲା। ବୌଦ୍ଧ ଧର୍ମର ପ୍ରସାର ପାଇଁ ଯେତେବେଳେ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କଲେ ଅନେକ ଗୁଡ଼ିଏ ପଦକ୍ଷେପ ନେଇଥିଲେ। ପ୍ରଥମ କଥା ହେଲା ପିଲାମାନେ ସେ ରାଜକର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ। ରାଜକର୍ମଚାରୀଙ୍କୁ ସେ ନିଯୁକ୍ତି ଦେଇଥିଲେ ଏବଂ ସେହି ରାଜକର୍ମଚାରୀଙ୍କୁ ଧର୍ମ ମହାମତ୍ତ ବୋଲିକି କୁହାଯାଉଥିଲା ଏବଂ ସେହି ଧର୍ମ ମହାମତ୍ତ ବୌଦ୍ଧ ଧର୍ମର ବିଦେଶରେ କିପରି ପ୍ରଚାର ପ୍ରସାର ହେବ ତାର ପ୍ରତି ସେ ଧ୍ୟାନ ଦେଉଥିଲେ। ତାର ସହିତ ପିଲାମାନେ ଅଶୋକ ତାଙ୍କର ସନ୍ତାନ, ଯେଉଁ ସନ୍ତାନ ଥିଲେ ଗୋଟିଏ ପୁତ୍ର ଏବଂ ଗୋଟିଏ ଝିଅ, ପୁତ୍ର ଥିଲେ ମହେନ୍ଦ୍ର ଏବଂ ଝିଅ ଥିଲେ ସଂଘମିତ୍ରା। ଏହି ପୁତ୍ର ଏବଂ ଝିଅକୁ ସେ ଶ୍ରୀଲଙ୍କା ପଠାଇଥିଲେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିବା ପାଇଁ ଏବଂ ବୌଦ୍ଧ ଧର୍ମ ତେଣୁକରି ବିଦେଶରେ ଭାରତୀୟ ସଂସ୍କୃତିର ଗୁଣଗାନ କରୁଛି ଏବଂ ଏହି ଭାରତୀୟ ସଂସ୍କୃତିକୁ ଯେଉଁ ବିଦେଶରେ ବୌଦ୍ଧ ଧର୍ମ ଗୁଣଗାନ କରୁଛି, ଏହା ବି ହେଉଛି ଏକ ବୌଦ୍ଧ ଧର୍ମର ଏକ ବିଶେଷ ପ୍ରଭାବ ଭାରତୀୟ ସଂସ୍କୃତି ଉପରେ ପଡ଼ିଥିବା।
ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛୁ ପିଲାମାନେ, ଏହି ଫଟୋ ଚିତ୍ରଟି ବୌଦ୍ଧ ଧର୍ମର ବିଦେଶରେ ପ୍ରସାର ବିଷୟରେ ବର୍ଣ୍ଣନା କରାଯାଇଛି। ମାନେ କେଉଁ କେଉଁ ଦେଶକୁ ବୌଦ୍ଧ ଧର୍ମ ପ୍ରସାରିତ ହୋଇଥିଲା। ଶ୍ରୀଲଙ୍କାକୁ ପ୍ରସାରିତ ହୋଇଥିଲା, ଇଣ୍ଡୋନେସିଆକୁ ପ୍ରସାରିତ ହୋଇଥିଲା। ଏ ଯେଉଁ ଜାଭା ଅଛି ପିଲାମାନେ ଆଉ ସୁମାତ୍ରା ଅଛି, ଏଇଟା ଇଣ୍ଡୋନେସିଆର ଦୁଇଟି ଦ୍ୱୀପକୁ ବୁଝାଏ। ତାପରେ ପିଲାମାନେ ଆହୁରି ତିବ୍ବତକୁ ପ୍ରସାରିତ ହୋଇଥିଲା, ତା ସହିତ ଚାଇନାକୁ ବୌଦ୍ଧ ଧର୍ମ ପ୍ରସାରିତ ହୋଇଥିଲା। ତା ସହିତ ପିଲାମାନେ ଆହୁରି ବର୍ମାକୁ ମଧ୍ୟ ବୌଦ୍ଧ ଧର୍ମ ପ୍ରସାରିତ ହୋଇଥିଲା। ବର୍ମା କହିଲେ ପିଲାମାନେ ବର୍ତ୍ତମାନର ମିଆଁମାର ଦେଶକୁ ବୁଝାଇଥାଏ। ତାହାପରେ ପିଲାମାନେ ଲାଓସକୁ ପ୍ରସାରିତ ହୋଇଥିଲା, ଥାଇଲାଣ୍ଡକୁ ପ୍ରସାରିତ ହୋଇଥିଲା, କାମ୍ବୋଡ଼ିଆକୁ, ଭିଏତନାମକୁ ମଧ୍ୟ ଏହି ବୌଦ୍ଧ ଧର୍ମର ପ୍ରସାର ଘଟିଯାଇଥିଲା। ତାପରେ ପିଲାମାନେ ଏହି ବୌଦ୍ଧ ଧର୍ମ ଆହୁରି ନର୍ଥ କୋରିଆ, ସାଉଥ କୋରିଆକୁ ମଧ୍ୟ ପ୍ରସାରିତ ହୋଇଥିଲା। ତା ସହିତ ଜାପାନରେ ବି ମଧ୍ୟ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା। ଏବଂ ବୌଦ୍ଧ ଧର୍ମ ଏଠି କେଉଁ କେଉଁ ଦେଶରେ ପ୍ରସାରିତ ହୋଇଥିଲା ତାର ବିଷୟରେ ଦର୍ଶାଇ ଦିଆଯାଇଛି। ପିଲାମାନେ ପରୀକ୍ଷାରେ ଯଦି ତୁମର ପ୍ରଶ୍ନ ଆସିବ ଏହି ଟପିକ୍ରୁ, ତାହେଲେ ପରୀକ୍ଷାରେ ପ୍ରଶ୍ନ କେମିତି ଆସିବ? ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତି ଉପରେ କିପରି ପ୍ରଭାବ ପଡ଼ିଥିଲା ବର୍ଣ୍ଣନା କର ବୋଲିକି। ତ ପିଲାମାନେ ଏଠି ଯେଉଁ 9ଟି ପଏଣ୍ଟ ଥିଲା, 9ଟି ପଏଣ୍ଟକୁ ମୁଁ ସମ୍ପୂର୍ଣ୍ଣ ଭାବରେ ବୁଝାଇ ଦେଇଛି। ଯଦି ପରୀକ୍ଷାରେ ତୁମର ଏହି ପ୍ରଶ୍ନଟି ଆସେ ଲଙ୍ଗ୍ କ୍ୱେଶ୍ଚନ୍ ହିସାବରେ, ତାହେଲେ ପରୀକ୍ଷାରେ ତୁମେ ଫାଷ୍ଟ এই 9ଟି ପଏଣ୍ଟକୁ ଲେଖିବ ଏବଂ এই 9ଟି ପଏଣ୍ଟକୁ ମୁଁ ଯାହା ବୁଝେଇଛି ତୁମେମାନେ ଯାହା ବୁଝିଲ ତାହାକୁ ସମ୍ପୂର୍ଣ୍ଣ ରୂପେ 2 ବା 4ଟି ସେଣ୍ଟେନ୍ସରେ ଲେଖିବାକୁ ଚେଷ୍ଟା କରିବ ପିଲାମାନେ, ଯଦ୍ୱାରା କ'ଣ ହେବ ତୁମର ଉତ୍ତରଟି ହୋଇଯିବ ପିଲାମାନେ।